आज्ञा मार दे काढ़ी भी नहीं जेते रड़ी कले छाड़ी भी नहीं धली दीटा कैठ गली बैकुंठ एक कथा को जी कर भंड ताको 1001 तंड पुराण भितर निश्चित बाबूंर प्रश्न अच्छी कौन कौनटा कहले आगे टिके आउथरे मन पकईदेले टिके वाह बढ़िया कथाटी पचारिल जी कह भंड 1001 दंड ना ना भल कथाटी पचारिल बाबू कहीं से पिला आ कहीं यार तोर मोर एथर आस ए सुकुटे गया आको को लेखा करिया पड़ो नाकुणी नहले हबनी बही नहले जमी बही उठिबनी बस पाखरे जदि नातुणी गोटे नथिबो बही उठिबनी जमा अच्छा हां तीनटा जागो देखिरी मुह मोड़ के नातुणी माने हां कहीं मा टिके धरिलो ए पिंछ मुटाडा धरा नातुणी मु गीत गाइबी तमे टिके नाच करिवो हैला हे जय जगन्नाथ जगतर नाथ जय जगन्नाथ हे जगतर नाथ जोगी जने जार न पांतिया दियंत जोगी भी किस बाप जोगी नुहई आउ जंजारे पड़ी मुआ तुरे डाकई जानी नाम गोटी देव कही गपीबी मुही जानी नाम गोटी देव कही संकेत जो नाम तू धरी थिले भक्त प्रहलाद स्वर्गपुर रे पाई इंद्रपद से हरि नाम केड़े सुआद हे सुजने से राम नाम बड़ सुआद हरि नाम केड़े सुआद हे सुजने राम नाम केड़े सुआद हे सुजने हे हरि नाम केड़े सुआद हे सुजने हे राम नाम केड़े सुआद शुणु सुजने मन कर्ण दे पचारिबा कथा बंधु देवा बुझाई 20 गोटे टंका पुरस्कार देइछंती प्रश्न गोटिए बाबू पचारि छंती पेट को देई पिठी की मारी छंती आंट प्रश्नटा बाबू पचारि छंती मारी देइछि देखो काढ़ी भी नाही रड़ी कले मध्य हे छाड़ी भी नाही धरिदेली दी कइठ धरिदेले बाबू पुणी दुई कइठ पठाई देले से पुणी बैकुंठ एक कथा कुए दिए भाबिब भंड ताकू पुणी आज्ञा 500 टंका दंड पुराण कहवाकू बाबू पचारि छंती से कथा कुंभ आगे बुझाई कहूची विष्णु केसरी पुराण लेखा अच्छी ता मध्य रुहे बाबू कहिबी बाची आगे तो विष्णु केसरी पुराण हे अटई यही पचारिबा कथा बंधु हे देवा बुझाई आसिला देखो बाबू केउ रंग रे बसाई देला पुणी दुई रंग रे मारी दे बाबू काढ़ी भी नाही रोटी कले हे मध्य छाड़ी भी नाही धरी देला हे बाबू दुई कइठ पठाई देला पुणी बैकुंठ अत्यंत सुंदर अटे पुराण शुणुथिबे बंधु माने देई मन कर्ण कश्यप अंशरे दीतिंक गर्भरे जन्म हेले दुई पुओ ए संसारे बड़ पुओ
ଦେଖ ହିରଣ୍ୟ କଶ୍ୟପ ହେଲା ସାନ ପୁଅ ନାମ ହିରଣାକ୍ଷ ହୋଇଲା ମହାବଳବାନ ହେଲେ ଦୁଇ ଅସୁର ବାହୁବଳରେ ଦିଣି ଗଲେ ତିନି ପୁର ଦେବତା ବ୍ରାହ୍ମଣ କାହାକୁ ଦେଖ ମାନିଲେ ନାହିଁ ସମସ୍ତଙ୍କୁ ଦଣ୍ଡ ଦେଲେ ଦୁଇ ଭାଇ ବ୍ରହ୍ମାଙ୍କ ବରରେ ବଳିଆ ନହେଲେ ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ହେ କାହାକୁ ନ ମାନିଲେ ଏ ଦି ଭାଇ ବ୍ରହ୍ମାଙ୍କୁ ତପସ୍ୟା କରି ବର ମାଗିଲେ ଦି ଭାଇ ବ୍ରହ୍ମାଙ୍କୁ ତପସ୍ୟା କରି ବର ମାଗିଲେ ହେଲେ ହିରଣାକ୍ଷ ବର ମାଗିଲା କଣ ଦିନରେ ମରିବିନି କି ରାତିରେ ମରିବିନି ଜଳରେ ବୁଡ଼ିବିନି କି ଅଗ୍ନିରେ ପୋଡ଼ିବିନି ଶସ୍ତ୍ରରେ ମରିବିନି କିନ୍ତୁ ଯୋଉ ଦିନ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେବାର ଦେଖିଲେ ଆଜ୍ଞା ମୁଁ ମରିବି କିଏ ହିରଣାକ୍ଷ ବର ମାଗିଲା ହିରଣ୍ୟକଶ୍ୟପ ବର ମାଗିଲା କଣ କଣ ନା ତଳେ ମରିବିନି କି ଉପରେ ମରିବିନି ଦିନରେ ମରିବିନି କି ରାତିରେ ମରିବିନି ବ୍ରହ୍ମାଙ୍କର ସୃଷ୍ଟିରେ ଯେତେ ଜୀବ ଜନ୍ମ ହେଇଛନ୍ତି ଏ ଜୀବ ମାନଙ୍କ ହାତରେ ମଧ୍ୟ କାହା ହାତରେ ମୁଁ ମରିବି ନାହିଁ ହେଲେ ବର ଦେବାକୁ ସିନା ବ୍ରହ୍ମା ଅଛନ୍ତି ମାରିବାକୁ ବିଷ୍ଣୁ ଅଛନ୍ତି ଛାଡ଼ିବେ କି ବିଷ୍ଣୁ ଆଜ୍ଞା ହିରଣାକ୍ଷକୁ ଦେଖ ମାରିବା ପାଇଁ ବ୍ରହ୍ମାଙ୍କ ନାସାରୁ ବରାହ ଜନ୍ମ ହେଲେ ତ ହିଁ ପିଲାଟି ଜନ୍ମ ହେଲେ ବ୍ରହ୍ମାଙ୍କର ଯିଏ କି ବରାହ ଅବତାର ଧରି ପ୍ରଭୁ ନାରାୟଣ ହିରଣାକ୍ଷ ଅସୁରକୁ ଦେଲେ ମାରିଣ ଆଜ୍ଞା ବଡ ଭାଇ ଦେଖ ହିରଣ୍ୟ କଶ୍ୟପ ଭାବିଲା ମୋର ଭାଇ କିଏ ବିଷ୍ଣୁ ମାରିଲା ଦେଖ ତାହାକୁ ମାରିବି ମୁହିଁ ଏହିପରି ଶତ୍ରୁତା କରିଲା ସେହି ତାର ଘରେ ପ୍ରହ୍ଲାଦ ହେଲେ ଜନ୍ମ ହଉ ଡାକିଲେ ସେ ନାରାୟଣ ଯେମିତି ନାରାୟଣ ହେ ଶୁଣିଣ ଦେଲା ମୋର ଶତ୍ରୁକୁ ଏ ଜନ୍ମ ହେବା ପିଲା ଡାକିଲା କାଲିର ପିଲା ଜନ୍ମ ହେଇଛି ମୋର ଶତ୍ରୁ ନାଁ ଡାକୁଛି ବହୁତ ପ୍ରକାର ତାକୁ ଦଣ୍ଡ ଯେ ଦେଲା ପ୍ରହ୍ଲାଦକୁ ଦେଖ ମାରି ନ ପାରିଲା ଆରେ କାହିଁ ତୋର ହରି ଦେଖାରେ ପ୍ରହ୍ଲାଦ ନହେଲେ ନିଶ୍ଚୟ ତୋର କରିବି ଶିରଚ୍ଛେଦ ଯଦି ତୁ ହରି ଡାକୁଛୁ ଦେଖା ତୋର ହରି ଅଛି ମୋ ହରି ଏ ସ୍ତମ୍ଭରେ ଅଛନ୍ତି ମୋର ନାରାୟଣ ଗଦାଟାକୁ ଧରି ଦେଖ ଦେଲା ପିଟିଣ ଆଜ୍ଞା ସ୍ତମ୍ଭରୁ ନୃସିଂହ ଦେଖ ବାହାର ହେଲେ ବିଚିତ୍ର ରୂପରେ ସେ ତ ବାହାରିଲେ ସିଂହର ମୁଣ୍ଡ ହେ ମନୁଷ୍ୟ ଶରୀର ଟାଣି ଆଣିଲେ ହିରଣ୍ୟକୁ ଯେ ସେଠାର ମାରି ଦେଇଛି ବାବୁ କାଢ଼ିବି ନାହିଁ ରଡ଼ି କଲେ ମଧ୍ୟ ଛାଡ଼ିବି ନାହିଁ ଦେଖିଲେ ତ ଶସ୍ତ୍ରରେ ମରିବନି ନଖଟାକୁ କଣ କଲେ ଚିରିକିରି ପେଟ ଭିତରେ ମାରିଦେଲେ ଅନ୍ତୁଟାକୁ ଟାଣି ଆଣିଲା ମାରି ଦେଇଛି କାଢ଼ିବିନି ରଡ଼ି କରୁଛି ରଡ଼ି କଲେ ମଧ୍ୟ ଛାଡ଼ିବି ନାହିଁ ଧରିଦେଲା ଦି କଇଠ ଦି ପଟଟାକୁ ଧରିଦେଲେ ପଠାଇଦେଲା ଆଜ୍ଞା ବୈକୁଣ୍ଠ କାହିଁକି ନା ଜୟ ବିଜୟ ଦ୍ୱାରପାଳ ସେମାନେ ବୈକୁଣ୍ଠର ଦ୍ୱାରପାଳ ଦି ଜଣ ଜୟ ବିଜୟ ଋଷିଙ୍କ ଅଭିଶାପରେ ଜନ୍ମ ହେଇଥିଲେ ଦି ଭାଇ ହିରଣାକ୍ଷ ହିରଣ୍ୟ କଶ୍ୟପ ହେଇକି ଜନ୍ମ ହେଇଥିଲେ ତୃତୀୟ ଯୁଗରେ ହିରଣାକ୍ଷ ହିରଣ୍ୟ କଶ୍ୟପ ତୃତୀୟ ଯୁଗରେ ରାବଣ କୁମ୍ଭକର୍ଣ୍ଣ ଦ୍ୱାପର ଯୁଗରେ ସାଲୁ ଆଉ ଶିଶୁପାଳ ଭଗବାନ କହିଥିଲେ ମୁଁ ମର୍ତ୍ତ୍ୟରେ ଆଉଥରେ ଜନ୍ମ ହେଇକି ତମକୁ ବୈକୁଣ୍ଠକୁ ଆଣିବି ଉଦ୍ଧାର କରିବି ତେଣୁକରି ସେ ଦି ଭାଇକି ଆଜ୍ଞା ପଠେଇଥିଲେ ହେଲା ନା ନାହିଁ ହେଲା ତ ହେଲା ନା ନାହିଁ ତାଳିଟି ମାରିଦିଅ ବର୍ତ୍ତମାନ ଆସିବ ବାୟା